କିଛି ଦିନ ପୂର୍ବରୁ ଆମେ ଏଇଠି 4 ଜଣ ଆଦିବାସୀ ଝିଅଙ୍କୁ ସମ୍ବର୍ଦ୍ଧିତ କଲେ, ଯେଉଁମାନେ ପ୍ରଥମ ଦୃଷ୍ଟିବାଧିତ କ୍ରିକେଟ ୱାର୍ଲଡ କପ୍ରେ ଭାରତବର୍ଷକୁ ବିଜୟୀ କରାଇଥିଲେ ଏବଂ 4 ଜଣ ହେଉଛନ୍ତି ଓଡ଼ିଆ। ଏବଂ ଏହି ମଞ୍ଚରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ତାଙ୍କ ଭିତରୁ ଯିଏ ଭାରତୀୟ କ୍ରିକେଟ ଦଳର ଭାଇସ୍ କ୍ୟାପ୍ଟେନ ଉପ ଅଧିନାୟକର ପଦ ତୁଲାଉଥିଲେ ଫୁଲ ସୋରେନ, ତାଙ୍କ ସହିତ ଯେତେବେଳେ ବ୍ୟକ୍ତିଗତ ଆଲୋଚନା କରୁଥିଲି ସେ କହୁଥିଲେ ଯେ ମୁଁ ହେଉଛି ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଏବଂ ସେ ଯେଉଁ 44 ରନ୍ କରିଥିଲେ ଫାଇନାଲରେ ଏବଂ ତାଙ୍କରି ଲାଗି ହିଁ ଭାରତୀୟ ଟିମ୍ ବିଜୟ ଲାଭ କରିଥିଲା। ନିଶ୍ଚିତ ଭାବରେ ରମାଦେବୀ ବିଶ୍ୱବିଦ୍ୟାଳୟରେ ପଢୁଥିଲା ସମୟରେ ମା ରମାଦେବୀଙ୍କର ଶକ୍ତି ତାଙ୍କ ଭିତରେ ସଞ୍ଚରିତ ହେଇଥିବ।